ବର୍ତ୍ତମାନ ଓଡ଼ିଶାର ରାଜନୀତି ଏମିତି କୋଳାହଳ ଅବସ୍ଥାରେ ଅଛି। କେବଳ ଏଠି ପ୍ରହସନ ବାଜି ଚାଲିଛି। ଚାଷୀର ମାନ୍ୟତା, ଚାଷୀର ଏକତା, ଚାଷୀର ବଳ ବିଷୟରେ କେହି ଚିନ୍ତା କରୁନାହାନ୍ତି। ଚାଷୀର ରୋଜଗାର ବିଷୟରେ କେହି ଚିନ୍ତା କରୁନାହାନ୍ତି। ପ୍ରାଇସ୍ ପ୍ରେଷ୍ଟିଜ୍ ପେନ୍ସନ୍ କଥା ନ ଉଠେଇ ବର୍ତ୍ତମାନ ଜଗନ୍ନାଥ ଯିଏ ଅଲରେଡ଼ି ସେ ମହାପ୍ରଭୁ ହାଇଲାଇଟ୍ରେ ଅଛନ୍ତି, ତାକୁ ଆମେ ଧ୍ୟାନ ଦେଉଛେ। ଭାଷା ଯେଉଁଟା ଆମର ଏଇଟା ପରେ ଆଲୋଚନା କରାଯାଇଥିଲା, ତାକୁ ହାଇଲାଇଟ୍ କରାହେଉଛି। କିଏ ଚା' ପାଠ ପିଇ ତାକୁ ହାଇଲାଇଟ୍ କରାଯାଉଛି। ମୂଷା ହେଠି ଜୟ ଜଗନ୍ନାଥ ହେଲା, ତାକୁ ହାଇଲାଇଟ୍ କରାଯାଉଛି। କେହି ଗୋଟେ ନେତା, କେହି ଗୋଟେ ବିଜେପି, ବିଜେଡ଼ି, କଂଗ୍ରେସର ନେତା ଆଜି ବି ପର୍ଯ୍ୟନ୍ତ ଆଲୋଚନା କରୁନି ଯେ ଚାଷୀ ତା ସରକାର ଗଢ଼ିବା ପାଇଁ ଆନ୍ଦୋଳନ କରୁଛି, ସବୁକିଛି କରୁଛି, ହେଲେ ତାର ପ୍ରାଇସ୍ ପ୍ରେଷ୍ଟିଜ୍ ପେନ୍ସନ୍ ନାହିଁ। ତ ତାକୁ ଆମେ କେବେ ଏକଜୁଟ ହେବା, ଆନ୍ଦୋଳନ କରିବା, ଏଇ ତ ରାଜନୀତି ସମୟ। ଏହି ସମୟ ତ ଆମେ କହିବାନି, କେଉଁ ସମୟରେ କହିବା? କିନ୍ତୁ ନା, ବର୍ତ୍ତମାନ ଏହି ସମୟ କ'ଣ ହେଉଛି ନା, ଅଲଗା ଅଲଗା ବାଟ ପୂଜା ହେଉଛି। ପରସ୍ପର ଭାଇ ଭିତରେ ଭାଇ ଉପରେ ମୁହାଁମୁହିଁ ହେଉଛନ୍ତି। ତ ଏଇସବୁ ଜିନିଷ ହେବନି। ଆମେ ଏଥର ଯାହାକୁ ଯିଏ ଆମର ଦୁଃଖର ସୁଖରେ ସାଥୀ ହେବ, ଆମର ପ୍ରାଇସ୍ ପ୍ରେଷ୍ଟିଜ୍ ପେନ୍ସନ୍ ସହିତ ଆମେ ଜଡ଼ିତ ହେବ, ଆମେ ଚାଷୀକୁ ନିର୍ଦ୍ଧାରିତ କରୁଛୁ ଯେ ସେଇ ହିଁ ଆମର ସରକାର ପଡ଼ିବ। ସେଇଥିଲାଗି ଆମେ କହୁଛୁ ଗୋଟେ କଥାରେ, ଯେଉଁ କିଷାନ କା କାମ କରେଗା ଓ ଦେଶ ମେ ରାଜ କରେଗା। ଏଥର ଜୟ କିଷାନ ନାରାରେ ପୁରା ଇଲେକ୍ସନ ମହାଲ ରହିବ। ଯିଏ କରିବ ତାକୁ ହିଁ ଚାଷୀର ଭୋଟ ଯିବ। ଏଇଟା ମୋର, ମୋ ଜାତି ଭାଇର, ମୋ ସମସ୍ତ ପରିବାରର ଓପିନିଅନ୍ ବା ମତାମତ ରଖୁଛି। ଜୟ କିଷାନ, ଜୟ ବନ୍ଦେ ମାତରମ୍।